Imagine not for important, very very खाना तो नाली गुड़ी आपने कौन जानते हैं? हेलो गाइस, वेलकम टू माय न्यू ब्लॉग। ମୁଁ ଆସିଛି ଆପଣମାନଙ୍କ ପାଇଁ ନୂଆ ବ୍ଲଗ ନେଇ। କାଲି ଥିଲା ରବିବାର ଯେହେତୁ ଟିକେ ଆଜି ଉଠୁ ଉଠୁ ଲେଟ୍ ହେଇଗଲା, କାହିଁକିନା ରବିବାର ଏତେ କାମ କରି ମାନେ 7 ଦିନ ଯାଏ କାମ କରି ଏତେ ନ କଷ୍ଟ ଲାଗିଲା, କାଲି ରବିବାର ଦିନ ବହୁତ କଷ୍ଟ ଲାଗିଲା। କ'ଣ ପାଇଁ? ଆମେ ଯାଇଥିଲୁ କାଲି ମାଛ ଧରିବାକୁ, ବ୍ଲଗଟା ବନେଇଥିଲୁ, ମାଛ ଧରି ଯାଇଥିଲୁ। ସେ ଗଡ଼ିଆ ଭିତରେ ମାନେ ଖାଲି ଗୁଡ଼ି ଫୁଡ଼ି ସବୁ ପଶି ତା ଭିତରେ ପାହାଡ଼ରେ ପଶି ଠାଙ୍କୁଥିଲୁ ପୁରା ପୁରା ମାନେ ଦିହ ହାତ ପୁରା ଘୋଳା ବିନା ହେଇଯାଇଥିଲା ପୁରା। ସେଥିପାଇଁ ଉଠୁ ଉଠୁ ଲେଟ୍ ହେଲା। ଉଠିକି ଏବେ 8ଟା 10 ପାଖାପାଖି ଗଲାଣି ଉଠିଲୁ। ଉଠିକି ମୁହଁ ଫୁହଁ ଧୋଇକି ଆସିକି ବସିଛି, ମୁଁ ଗୋଟେ ବ୍ଲଗଟା ବନେଇଦେବା। ବ୍ଲଗ ବନଉଛି ଏବେ। ତାପରେ ଅନାଦେବ ଗଲା ମୁହଁ ଧୋଇବା ପାଇଁ, ମୁହଁ ଧୋଇକି ଆସିବ। ଆସିକି ସେପଟ ରୋଷେଇ କରିବେନି ମହାନ୍ତି ହେରିକା ରୋଷେଇ। ଅଲଗା ଅଛି ରୋଷେଇ ଫୋଷେଇ କରିବେନି, ଆମେ କରିଲେ ଆମେ ବ୍ରସ୍ କରିବୁ, ଗାଧେଇ ଆସି ଖାଇବୁ। ଖାଇକି ଡ୍ୟୁଟି ଚାଲିବୁ। ଆଉ ଆମର ତ କିଛି କାମ ନାହିଁ, ଡ୍ୟୁଟି ଚାଲିବୁ। 7 ଦିନ ଡ୍ୟୁଟି ଯାଇବାକୁ ପଡ଼ିବ। ରବିବାର ଦିନ ଛୁଟି। ମାଛ ବି ଗଡ଼ିଆ ଶୁଖିଗଲାଣି। ନା କ'ଣ କରିବା? ଦେହ ହାତ ଉଠିବା ପାଇଁ 8:30 ହେଇଗଲା, ନହେଲେ ଆମେ ଟିକେ ଜଲ୍ଦି ଉଠିଥାନ୍ତୁ। ଉଠିକି ଭାବୁଛି 4ଟାରେ ତ ଆଲାରାମ ଆଜି ସବୁବେଳେ ତ ଆଲାରାମ ଦେଇକି ଉଠେ। ଆଜି କ'ଣ ହେଲା, ଆଲାରାମ ବନ୍ଦ କରିକି ନିଦରେ ଏତେ ଜୋର ପୁରା ଦେହ ହାତ ଇଏ ହଉଥିଲା, ଆଲାରାମ ବନ୍ଦ କରିଦେଲୁ। ବନ୍ଦ କରିକି ପୁଣି ଶୋଇପଇଲି। ଶୋଇଲା ବେଳେ 8:10 ଭିଡ଼ିଓ ବନେଇକି ସବୁ ଅଛି। ତେବେ ଆଜି ଉଠେଇ ଆଠେଇ ପକେଇଛ, ଉଠେଇ ଆଠେଇ ପକେଇକି ଅନାଦି ଉଠିକି ଆଇଲା। ଏଇ ଦହନ ଉଠିକି ଆଇଲା, ପାଣି ପିଉଛେ। ପାଣି ପିଇଲେ ସେପଟ ରୁମ୍ ଯିବା। ମୋର ଖାଇ ପିଇ ପୁଣି ଗୋଟେ କାମକୁ ଯିବା। ଆଉ କାମ ଆମର ତ ଏଇ ହେଲା ଆଉ ଆପଣ ସପୋର୍ଟ କରନ୍ତୁ, ଜଲ୍ଦି ସବସ୍କ୍ରାଇବ ବଢ଼ିଯାଉ ଟିକେ। ସବସ୍କ୍ରାଇବ ତ ଆଜି ବଢ଼ୁନି, 6 ଦିନ 7 ଦିନ ହେଲାଣି। ସେ ଥିଲା ଏତିକି, କାଲି 3-4ଟା ଖଣ୍ଡ ବଢ଼ିଛି। ଆଉ ଆଜି ବି କାମ ହବ। କାଲି ତ ଆମର ଶେଉଳ ମାଛ, ନାଳିଆ ମାଛ ବାଳିଆ ଆମେ ଧରୁଥିଲୁ। ଆଜି ବି ପୁଣି ଧରିବା ପାଇଁ ଯିବୁ। ନା ଆଜି ସୋମବାରଟା ଯାଇ ହବନି, ସୋମବାର ଖାଇବୁନି। ଆଜି ସୋମବାର, ହଁ ଖାଇବୁନି, ଧରିବା ପାଇଁ ମାଛ ଆମର ଜିଆ ହେଇଯାଇଛି ବଞ୍ଚିଛନ୍ତି ସବୁ। ଆଉ କାଲି ମଙ୍ଗଳବାର ବେଶୀ ଖାଇ ହବ ନାହିଁ। ବୁଧବାର, ଗୁରୁବାର, ଶୁକ୍ରବାର ପୁଣି 3 ଦିନ ବାଡ଼ା ହବ। ତାପରେ ଶନିବାର ପଡ଼େ, ତାପରେ ପୁଣି ରବିବାର ଖାଇବା ହବ, ତାପରେ ପୁଣି ସୋମବାର ଖାଇବା ହବ ନା, ମଙ୍ଗଳବାର ଖାଇବା ହବ ନା। ଏଇଭଳିଆ ଆମର କିଛି ସବୁ ଲାଗି ଲୁଗି ରହିଛି। ଆଉ ହଉ, ଏବେ ସେପଟ ରୁମ୍ ଦେଖିବା କ'ଣ ହଉଛି। ଆମେ ବି ଯାଉଛୁ, ଏବେ ଡେରି ହେଇଗଲାଣି। ସେପଟ ରୁମ୍ ଦେଖାହବ, ନହେଲେ ସାଇଡ୍ ପରେ ଦେଖାହବ। ଆମର ଏବେ ରୋଷେଇ ଫୋଷେଇ ଅଧା ହେଇଗଲାଣି। ଆମେ ସବୁ ବ୍ରସ୍ ଫ୍ରସ୍ କରିସାରିଲୁଣି। ଅନାନ୍ତି ସେପଟେ ଝାଡୁ ମାରୁଛି, ଏପଟରେ ମହାନ୍ତି ତାଙ୍କର ରୋଷେଇ କରୁଛନ୍ତି। ଆଲନା ତାର ଛିଡା ହେଇଛି, ଛିଡା ହେଇକି ଯିଏ ନା ବାହାଘର କଥା ଖାଇବା ପାଇଁ ଯିବା ନା ପହରଦିନ ହେଲା, ବୁଧବାର ଦିନ। ସେଟା ଆମେ କଥା ଯିବୁ କି ନାହିଁ, କଥା ଖାଇଦେଇ ଆସିବା ଯାଇକି। ମହାନ୍ତି ଏପଟେ ଡାଲମା ହେଇଗଲାଣି, ସେପଟେ ତରକାରୀ ହେଇଗଲାଣି। ଆଉ ସେପଟେ ପିଆଜ ଫିଆଜ ଜରା ହଉଛି, ଦାରୁ ଛୁଙ୍କ ମରା ହବ, ହେବି ଖଣ୍ଡ ଝାଡ଼ିଆ ଖିଆ ହବ। ତାପରେ ଛୁଙ୍କ ମାରା ସରିଲା ପରେ ଏପଟେ ଟମାଟର ଅଛି ଭାଇ। ଇଏ ଆମ ଟମାଟର ନା, ଇଏ ଆମ ନାଲି କୋଳି ଦେଖିପାରୁଥିବ। ନାଲି କୋଳି ଆପଣମାନେ କ'ଣ ଜାଣିଥିବେ କମେଣ୍ଟ କରି କହିବ ହେଲା। ଇଏ ନାଲି କୋଳି କି ଆଉ କ'ଣ, ଆମେ ତ ଏଠି କହୁଛୁ ନାଲି କୋଳି। ତାପରେ ଗୋଟେ ମାଛ, କାଲି ଯୋଉ ଯିଏ ଥିଲେ ମାଛ, ସେ ମାଛ ଗୋଟା ମରିଯାଇଥିଲା କୋଉ, ତାକୁ ଫୋପାଡ଼ି ଦେଲୁ। ଆଉ ଗୋଟେ ବଡ ଶେଉଳ ଥିଲା, ହାତ ପଡିଦେଲି ମାଇଲା ମୁଣ୍ଡେ, ହାତ ଏକାଥରେ ଗୋଟେ ନଖ ଭାଙ୍ଗି ନେଇ ପଳେଇଲା। ଏକାଥରେ ନଖ ପଡେଇଥିଲି, ଏମିତି ଦେଖାଯାଉଛି। ନଖ ପଡେଇଥିଲି, ନଖ ଭାଙ୍ଗିଦେଲା ଏକାଥରେ ହେଲା। ଏଇଟା ସବୁ ଆମ ରୋଷେଇ ହଉଛି। ଆମ ବାହାରର ମର୍ଣ୍ଣିଂ ଭିଉଟା କୋଳିଆ ହଉଛି, ଦେଖନ୍ତୁ ବାହାରେ। ହେଇ ବାହାରେ ଆମର ମର୍ଣ୍ଣିଂ ଭିଉ ଏଇଭଳିଆ। ଯାଉଛନ୍ତି ସବୁ ଡ୍ୟୁଟିକି। ଏପଟରେ ସବୁ ଲୋକ ବି ଅଛନ୍ତି। ଏପଟରେ ଏପଟେ ଆଲାଉ ନା, ଆସି ଲୋକ ନାହାନ୍ତି। ଏଇପଟେ ଲୋକ ଅଛନ୍ତି, ଏଇପଟରେ ମାନେ ପଳେଇଲେଣି। ହଁ, ସିଏ ମୁଁ ଭିଡିଓ କରୁଛି, ସେ ଦେଖି ହସୁଛି, ଦେଖ ହେଲା, ହସୁଛି। ଏପଟରେ ବି ଲୋକ ସବୁ ଆଉଛନ୍ତି। ଆମ ଜୁତା ଷ୍ଟାଣ୍ଡ ଏଇଠି ଅଛି ହେଲା, ଏଇଟା ଆମ ଜୁତା ଷ୍ଟାଣ୍ଡ। ସେ ବ୍ୟାଗରେ ଆମ ମଶାରୀ ଅଛି। ସବୁ ଖାଇକି ଆସିଲେଣି। ମଦନ ବା ସରକାର ଚାକିରି କରିଛି, ସବୁ ଅଛି। ଏଇଭଳିଆ ଆସିକି ଆମର ଗୋଟେ ପଡିଆ ଅଛି, ସେପଟେ ଗୋଟେ ପଡିଆ ଅଛି। ଖେଳ ହବ ହେଲା। ହଉ, ଖାଇଲା ବେଳେ ଦେଖିବା। ଦେଖନ୍ତୁ, ଆମେ ଏବେ ଭାତ ଆମର ବଢା ହେଇଗଲା, ଡାଲି ବଢା ହଉଛି, ମହାନ୍ତି ବାଢୁଛନ୍ତି, ବସିକି ଖାଇବା ସାଙ୍ଗ ହେବେ।
ଆଲୋକ ନା ତାର ମନା କଲା ଖାଇବ ନା। ଅନାଦି ମୁହଁ ଧୋଇକି ଆଇଲା। ଆସିଲା ପରେ ଆମେ ଏବେ ଖାଇବା। ପିକଲ ମାନେ ଆଚାର ଆଣି ଖାଇମୁ। ତାପରେ ଆପଣଙ୍କ ସହ ଦେଖା ହବ। ଜଷ୍ଟ ଇମାଜିନ୍ ନଟ୍ ଫର୍ ଇମ୍ପୋର୍ଟାଣ୍ଟ, ଇମ୍ପୋର୍ଟାଣ୍ଟ ଭେରି ଭେରି ଖାନା ହେଲା। ତାପରେ ଦେଖିବା ଦେଖି ସାରିଲା ପରେ ଏବେ ଖାଇବା ତ ଆଉ ପିକଲ ଟିକେ ଆଣିବା, ଆଣିକି ଖାଇବା। ଖାଇଲା ପରେ ଆଉ କଣ କାମ, ଆମର ତ କାମ ଫାମ ନାହିଁ କିଛି। ତାପରେ ଡ୍ୟୁଟି ଦୌଡ଼ିବା ଆଉ କଣ କରିବା ଆଉ। କୋଉଟା ମୁଡୁକି ତାଙ୍କ ଲୋକ କଣ ପଳେଇଲେଣି? ଆଲୋନା ତାର ସକାଳୁ ଯାଇକି ମୁଡିକି ଆଣିଲାଣି ହେଲା। ମୁଡିକି ଆଣିକି ଖାଉଛି। ଖାଇସାରିଲା ପରେ ଆମେ ତ ଭାତ ଖାଉଛୁ। ଭାତ ଖାଇକି ଖାଇସାରିଲା ପରେ ଯିବୁ। ଖାଇସାରିଲା ପରେ ଡ୍ୟୁଟି ଯିବୁ। ଡ୍ୟୁଟି ଗଲା ପରେ ଦେଖା ହବ। ହଉ ଏବେ ନୁହଁ, ଏବେ ଖାଇଦଉଛୁ। ଖାଇସାରିଲା ପରେ ବାଟରେ ଗଲା ଦେଖା ହବ ଆଉ। ହ୍ୟାଲୋ ଗାଇଜ, ଦେଖନ୍ତୁ ଆମେ ଏବେ ସାଇଡ ଉପରେ ପଳେଇଥିଲୁ। ଆଉ ଖିଆପିଆ ତ ହେଇଗଲା। ଭାତ ଆଉ ଡାଲମା। ଆମେ ତ ସକାଳୁ ସକାଳୁ ଗରମ ଖାଇବା ଲୋକ। ଜୀବନରେ ପଖାଳ କୋଉଠି କାଁ ଭାଁ ଖାଇବୁ। ଏବେ ଦେଖନ୍ତୁ ତାର ପଡିଗଲା, ବ୍ରେକର ମେସିନ ଆସିଗଲା। ଏସବୁ ମେସିନ ଫିଟିଙ୍ଗ ପଳେଇଲା। ପାଇପ ନେଇକି ଉପରେ ରଖିଦେଲୁ। ଉପରେ ରଖିସାରିଲା ପରେ ଏବେ ଗ୍ଲୋଭ୍ସ ଫ୍ଲୋଭ୍ସ ହେଲମେଟ ଫେଲମେଟ ପିନ୍ଧି ରେଡି ହେଇଗଲି। ରେଡି ହେଲା ପରେ ଏବେ କାମ ହବ। ମହାନ୍ତି ଯାଇଛନ୍ତି ଉପରକୁ ପାଇପ୍ ମାନେ ଫିଟିଙ୍ଗ ଆଣିବା ପାଇଁ। ଫିଟିଙ୍ଗ ହେଇଥିଲେ ଯିବୁ କାମ କରିବା ପାଇଁ। ଏଇ ଫ୍ଲାଟ ଦେଖୁଛନ୍ତି, ଏଇ ଫ୍ଲାଟ କାମ ଅଛି। କିଚେନ ୱାରିଙ୍ଗ ଟିକେ ଅଳ୍ପ ଅଛି। ଖାଲି ଅଳ୍ପ ବେକର ମରା ହବ। ବେକର ମରା କାମ ହବ। କାମ ଆରମ୍ଭ ସରିଲା ପରେ ମହାନ୍ତି ଯିବୁ ଖାଇବା ପାଇଁ। ଏଇ ତ ଆମର କାମ ଆଉ କଣ। ଏଇଭଳି ଦେଖନ୍ତୁ ଲୋକ ସବୁ ବାହାରେ କାମ କରୁଛନ୍ତି। କରିବ ନା, ଏଇ ରୋଡ ବାଇଡିଙ୍ଗ କାମ ଭାରି ଖତରା କାମ। ଦେଖିପାରୁଥିବ କୋଉ ଭଳିଆ କାମ କରୁଛନ୍ତି। ଏବେ ସବୁ କ୍ରେନ ବି ଅଛି ଉପରେ। ଏଇଭଳିଆ ସବୁ ରଖୁଛନ୍ତି। ମାଛ ଫାଛ ବି ଏଇଭଳିଆ ବିଲ୍ଡିଂ ସବୁ ଅଛି। ସେପଟେ କାଲି ମାଛ ଧରୁଥିଲେ ଦେଖଉଛି। ଦେଖଉଛି ମାଛ ଆମେ କାଲି କୋଉଠି ଧରୁଥିଲୁ। ଦେଖନ୍ତୁ ଇଏ ଯୋଉ ଗୁଡା ଗୁଡା ଦେଖାଯାଉଛି ଫାଙ୍କା, ଏଇଠି କାଲି ମାଛ ଧରୁଥିଲୁ। ଏପଟରେ ବି ବହୁତ ଅଛି। ଦେଖଉଛି ଏବେ। ଦେଖନ୍ତୁ ସେଥିରେ ପାଣି ଏପର୍ଯ୍ୟନ୍ତ ବି ଶୁଖିନି। ଯୋଉ ଦେଖାଯାଉଛି ଏଇଥିରୁ କାଲି ମାଛ ଧରୁଥିଲୁ। ଆହୁରି ପାଣି ବି ଶୁଖିନି। ଏବେ ତ ଆଧରେ ପାଣି ଅଛି, କାମ କରିହବନି। ଏଇ ୱାରିଙ୍ଗ ତ ଭୁଲ ଅଛି। କଢା ହେଇକି ହବ ଆଉ ଟିକେ, ହେଲା ପରେ ସଇଲା ଆଉ। ତାପରେ କିଛି କାମ ହବ। ତାପରେ ସାମାନ ଫାମାନ ପଡିଛି। ଆଉ କାମ ସରିଲା ପରେ ଯିବା ଡାଇରେକ୍ଟ ଯାଇକି ରୁମ ରେ ଦେଖା ହବ। ଏବେ ତ ଗରମ ଫରମ ଜୋର ହେଲାଣି। କାମ ଅଳ୍ପ ଅଛି, କରିଦେଇକି ଯିବା। ରୁମ ରେ ଦେଖା ହବ। ବନ୍ଦ ରହୁଛି। ହ୍ୟାଲୋ ଗାଇସ, ଦେଖନ୍ତୁ ଆମେ ଏବେ ଖାଇସାରିକି ମାନେ ସାଇଡ ପରେ ଥିଲୁ। ଏବେ ଆଇଲୁ, ଗରମ ଜୋର ହଉଛି। ସାଇଡ ପରେ ଟିଫିନ ନେବା ପାଇଁ ମନେ ନାହିଁ। ଥିଲା ବେଳକୁ ତ 9ଟା ହେଲାଣି, ଲେଟ୍ ହେଇଗଲା। ଟିଫିନ ଫିଫିନ ନେଇନଥିଲୁ, ପଳେଇଥିଲୁ। ଆଉ ଭାବୁଥିଲୁ ଟିଫିନ ନେଇଥିଲେ ଗରମରେ ଆଉ ରୁମକୁ ଆସିବା ନା, କଣ କରିବା। ରୁମ ଗରମ ଏତେ ଜୋର ହଉଛି। ଆସିବା ପାଇଁ ପଇଲା। ଅନା ଦେଇ କାନ୍ଦିଲାଣି ଗରମରେ ହେଲା। ମାନେ ଗରମ ଜୋର ହଉଛି। ଆଉ ଏବେ ତ ଖାଇ ପିଇ ଦିଆହେଲା, ଡାଲମା ଥିଲା। ଆମର ତ ଦି ଟାଇମ ରୋଷେଇ। ଦି ଟାଇମ, ସକାଳେ ହେଲେ ରାତିରେ ଦିପହରେ ସେଇଆକୁ ଖାଇମୁ। ରାତିରେ ହେଲେ ରାତି ଖାଲି ଥରେ ହବ ଖାଇମୁ ଶୋଇମୁ। ଆଉ ଟିଫିନ ନେଇନଥିଲୁ, ପଳେଇଆଇଲୁ ଖାଇଦେଲୁ। ଡାଲମା ଥିଲା ଆମର। ସଜନା ଫଜନା ପଡିକି ହେଇଥିଲା ଗୋଟେ ଡାଲମା ଘାଣ୍ଟ। ଡାଲମା କରିଦେଲୁ। ଖାଇ ଦେଇକି କଣ ତାପରେ କଣ ଡାଲମା ଖାଇଦେଇକି ଆଇଲେ ବସିଲେ ଆଉ କଣ କରିବା ଆଉ। ବସିକି ଟିକେ ରେଷ୍ଟ ନେଇଯିବା। ତାପରେ ଗରମ ଟା ବି ଜୋର ହଉଛି। ଫ୍ୟାନ ଫ୍ୟାନ ଦେଇ ହଉନି। ଦେଖ ଫ୍ୟାନ ଅଛି, ହେଲେ ଫ୍ୟାନ ଦେଇ ହଉନି। ଗରମ ଆଜି ଟାଣୁଛି ଯେମିତି। ଆଉ ଆଥରେ ଏଇ ଗରମ ହବ ନା, ଏଇ ଉପରୁ ଗରମ ଆଉଛି ମାନେ ଟିକେ ଦୁଃଖ ଦବୁ ଏଇଭଳିଆ କିଛି ଅଛି। ଆଉ କଣ କରିବା, ଏବେ ଶୋଇପଡିଆ ଟିକେ। ତାପରେ ସାଇଡ ପରେ ଦେଖା ହବ। ଏବେ ଟାଇମ ଟିକେ ହେଇଗଲାଣି। ସକାଳ ରାତିରେ ବି ଭଲ ଶୁଆ ହେଇନି, ସକାଳେ ଶୁଆ ହେଇନି। ହଁ ଏବେ ରହୁଛି, ସାଇଡ ପରେ ଦେଖା ହବ। ହ୍ୟାଲୋ ଗାଇସ, ଦେଖନ୍ତୁ ଆମ ଏବେ କାମ ମାନେ 6ଟା ବାଜିଲାଣି। 6ଟା 5 ହେଇଗଲାଣି। କାମ ସରିଗଲାଣି। କାମ ସରିଲା ପରେ ଏବେ ଏଇଭଳିଆ ଏଇଭଳିଆ ଆମେ କାମ କରୁଥିଲୁ। ଏଇଭଳିଆ ପାଣି ସବୁ ଅଛି। ଏଇଭଳିଆ ପାଣି ଅଛି। ଆମର ଏଇଟା ବସ୍ତା, ଏଇ ଯୋଉ ଆମର ଟ୍ୟାପ ବସିଥିଲା। ବେବି ଟ୍ୟାପ ଦେଖ। ଏଇଭଳିଆ ସବୁ ଉପରକୁ ଯାଉଥିଲା। ଏଇଭଳିଆ ତଳକୁ ସବୁ ହେଇଛି। ଏଇଭଳିଆ ପ୍ଲମ୍ବର କାମ ତ ଏଇ ସବୁ ଆଉ। ଦେଖନ୍ତୁ କୋଉ ଭଳିଆ ଲାଗିଛି ଆଖିରେ ସବୁ। କାମ କଲେ ତ ହବ, ସିଏ ଆଉ କହିଲେ କଣ ହବ। ଆଉ
ଆମେ କାଲି ଯାଇଥିଲୁ ମାଛ ଧରିବା ପାଇଁ, ମାଛ ଧରି ତ ବହୁତ ଦିନଥିଲୁ ଆଉ 20 ଖଣ୍ଡ ମାଛ ଆସିଥିଲା। 20 ଖଣ୍ଡ ମାଛ ଆସିଥିଲା, ମାଛ ଧରିଲୁ। ଧରିକି ମାଛ ତ ଜିଆ ହେଇଛି, ଆଜି ଯାଇ ଖାଇବୁ। ଆଜି ନ ସରି ଆଜି ସୋମବାର ଖିଆ ହବ ନା, ଆଉ କାଲି ଖିଆ ହବ। ଆମେ ଯିବା ଏବେ କଣ କରିବା? ଏବେ ମହାନ୍ତି ସବୁ ବସିନି, ଆଲୋ ନା ଅନା ତଳେ ଅଛି, ଆମେ ଉପରେ ସବୁ ଅଛ। ଏଇଭଳିଆ ଚାଲିଛି। ତାପରେ ତାରା ଫାର ସବୁ ଗୋଟେ ସରିଗଲା, ଇଏ ଲାଗିବ। ଏଟାରେ ଗୋଟେ ବଜ୍ର। ହାଲା ଗାଈ ଦେଖନ୍ତୁ, ଆମେ ଯାଉଛୁ ଏବେ କମ୍ପାନୀରୁ ଛୁଟି ହେଇଗଲା, କମ୍ପାନୀରୁ ଘରକୁ ରୁମକୁ, ରୁ କମ୍ପାନୀ। ଖେଳ ଚାଲିଛି। ଅନାଦି ଖରାରେ ବୁଇ ବୁଇ ତା ପାଣି ମରିଯାଇଛି। ଅନାଦି ବୁଇ 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 ଧୋଇ ମାରିଛି ନା, ଖରା ଆଖି ପାଖି ନାଲି ବେଳେ ରାଗିଗଲାଣି ପୁରା, ମାରିବ କେତେବେଳେ। ମୁଁ ଦେଖଉଛି ହେଲା, ଆଉ ଆଗରେ ସବୁ ଯାଉଛନ୍ତି ଦେଖଉଛି। ଇଏ ସବୁ ଆମର ଯାଉଛନ୍ତି, ସେଫ୍ଟି ବାଲା ଫେଫ୍ଟି ବାଲା ସବୁ ଆଗରେ ଯାଉଛନ୍ତି। ଆମେ ଦିଟା ହେଲମେଟ ଫେଲମେଟ ଖୋଲିକି ଯାଉଛୁ। ସେଫ୍ଟି ବାଲା ଆଗରେ ପଳେଇଲେଣି, ଆଉ ଡର କାହାକୁ? ସେଫ୍ଟି ବାଲା ରୁମ ଏଠି ସେଫ୍ଟି ବାଲା ଡର, ଏଠି କାହାକୁ ଡର ନାହିଁ। ଆମେ ଗୋଟେ ସେଫ୍ଟି ବାଲା, ସବୁ ଉଡିଆ ମାରିକି ଉଡେଇଦବା ନା କଣ? ବାସ୍ ସେଇଭଳିଆ ଚାଲିବ। ତାପରେ ଏବେ ଯାଇକି ରୁମରେ ଦେଖାହବା। ରୁମରେ ଯାଇ ଟିକେ କଣ ଧୋଇ ହେଇ ବର୍ତ୍ତନ ଧୋଇବ ବର୍ତ୍ତନ। ବର୍ତ୍ତନ ଧୁଆ ହବ। ବର୍ତ୍ତନ କଣ ଅଛି ପୁଣି ବର୍ତ୍ତନ ଧୁଆ ହବ। ବର୍ତ୍ତନ ଧୁଆ ସାରିଲା ପରେ ଯିବୁ ମାର୍କେଟ, ଟିକେ ନହେଲେ ମାର୍କେଟ ଖାଇବାକୁ ମିଳିବ ନାଇଁ, ମାର୍କେଟ ରାତିରେ ଫାର୍କେଟ ଉପାସ କିଛି ନେଇ ରହିବ ଆସିବୁ। ଖାଲି ପେଟରେ। ମାର୍କେଟ ଯାଇ କଣ ନେଇ ଆସି ତାପରେ ଦେଖିବା ଆଉ। ଭିଡିଓ ମାର୍କେଟ ଦେଖାହବ ଆଉ। ଦେଖନ୍ତୁ ଆମେ ଆସିଥିଲେ ମାର୍କେଟ ଯାଉଛ, ଅନାଦି ଏକା ଖାଇ ଯାଉଛି। ମୁଁ ଆଗରେ ମୋର ଦଉନି, କହୁଛି ପଇସା ତୁ ଦେଇନୁ ମାନେ ମୁଁ ଦେବି ନା ଖାଇବା ପାଇଁ, ତୋର ଏକା ଖାଇ ଯାଉଛି। ଆଉ ପକେଟ ରେ ଗୋଟା 90 ପୁରେଇଛି, 90 ପୁରେଇ ପିଇମୁ ହେଲା। 90 ପୁରେଇଛି, 90 ପୁରେଇ ପିଇମୁ, ତାପରେ ଦେଖାହବ। ଆଉ ଗାଡିଟା ଆସୁଥିଲା, ଆମେ ଗାଡି ପରେ ବାଡେଇ ଦେଲୁ, ରହିଗଲୁ। ଓ ହାଲୋ ଗାଈ ଦେଖନ୍ତୁ, ଆମର ସଂଗାତ ଆଉଛନ୍ତି ଏବେ ହେଇ ପଛରେ। ସଂଗାତ ଆସିବ, ତାପରେ ଭିଡିଓ କରି ଯିବା। ଏଇ ଦେଖ ଆମ ସଂଗାତ ଗାଈ ଜୀବନ ଟିକେ ହାଲା କହିଦିଅ। ହାଇ ଗିଲାସ ଆମେ ଆସିଥିଲୁ ଏଇଖିଣା ଛତିପୁର ଆସିଥିଲୁ ପରିବା ନେବା ପାଇଁ। ପରିବା ନେବା ପାଇଁ ଦେଖିପାରୁଥିବେ ଆପଣ, ଯଦି ବାରଗାଁ କିଏ ଭିଡିଓ ଦେଖୁଥିବ ଚିହ୍ନି ପାରିବ। ହଉ ଦେଖାହବ ଆମ ରୁମରେ, ପରିବା କଟା ବେଳେ ଦେଖାହବ, ଏବେ ନୁହଁ। ଗାଈ ଦେଖନ୍ତୁ, ସେ ଆମର ଏଠି ଅନାଦି ଆଜି ମାଷ୍ଟର ହେଇଛି। ଅନାଦି ପୁରା ଗଲା ଛେଚୁରୀ, ଦେଖିବା ତ ବୁଢା ହାତ ଲମ୍ବେଇକି ପୁରା ମାନେ ମାଇକ ପାଇଁ ଛେଚୁରୀ ଗୁଡା ଆଉ ଆମର ଏପଟରେ ଛେଚା ହେଇସାରିଲା। ଇଏ ପିଆଜ ରସୁଣ ଅଛି। ଆଉ ସେଠି ହେଇ ଦେଖିବା ତ ସେଉ ଥୁଆ ହେଇଛି, ଆଉ ସେଠି ନାଲି କମଳା ଥୁଆ ହେଇଛି। ଆଉ ଏଇଭଳିଆ ସବୁ ଥୁଆ ହେଇଛି ଆମ ରୁମରେ। ଦେଖିଲା ବେଳୁ ଏପଟରେ ଦେଖିବାକୁ ଆମ ସାର୍ଟ ପ୍ୟାଣ୍ଟ ରୁମ ବାଲ୍ଟି ଫାଲ୍ଟି ଆଉ ଏଇଭଳିଆ ଅଛି କିଛି ସବୁ। ଭାତ ହେଇସାରିଲାଣି, ଇଏ ଡାଲି ହେଇଗଲା। ତାପରେ ଇଏ କୁବିଡା ହେଲା ପରେ ସନ୍ତୁଳା ହେଇ ଖିଆ ହବ। ଖିଆ ହେଇସାରିଲା ପରେ ଆପଣମାନଙ୍କୁ ଦେଖାହବ। ଆଜି ବ୍ଲଗ ଏଠି ଏଣ୍ଡ କରୁଛି, କାଲି ସକାଳେ ଦେଖାହବ। ବାଏ, ଗୁଡ ନାଇଟ୍, ଶୋଇପଡ ସବୁ।